ओम ब्रह्म परम ब्रह्म कुल मालिक राधास्वामी दयालंक चरण रे मोर कोटि कोटि प्रणाम। श्री श्री लक्ष्मी माँ चरण रे मोर प्रणाम। श्री श्री बड़दादा चरण रे मोर प्रणाम। आजिर आचार्य ठाकुर परिवार समस्त चरण रे मोर प्रणाम। मोर एही यूट्यूब रे सुनुथिबा समस्त गुरु भाई माँ मानक मोर अंतरर जय गुरु। ठाकुरଙ୍କ कृपाରୁ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା ଓ ବିଶ୍ୱାସ। ଆଜି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 150 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ତା ପୂର୍ବରୁ ଶ୍ରୀ ଶ୍ରୀ ଠାକୁରଙ୍କର ଗୋଟିଏ କଥା କହି ଆରମ୍ଭ କରିବି। ନାରୀମାନଙ୍କର ଲକ୍ଷ୍ମୀଶ୍ରୀ କିପରି ଆସେ? ଶ୍ରୀ ଶ୍ରୀ ଠାକୁର ରହସ୍ୟ କରି ଜଣେ ମାଁ କୁ କହିଲେ, ତୋ ଶାଢ଼ୀଟାର ରଙ୍ଗଟା ତ ବେଶ ହୋଇଛି। ମାଟି ଲଜ୍ଜିତା ହୋଇ କହିଲେ, ଶାଢ଼ୀଟା ମଇଳା ହୋଇଯାଇଛି, ଅନେକ ଦିନୁ କଚା ହୋଇନାହିଁ। ଶ୍ରୀ ଶ୍ରୀ ଠାକୁର ଏଥର ଗମ୍ଭୀର ଭାବରେ କହିଲେ, ମୋତେ ଏଇପରି ଅପରିଷ୍କାର ଲକ୍ଷ୍ମୀଶ୍ରୀହୀନ ଭାବ ଭଲ ଲାଗେ ନାହିଁ। ତୁମେ ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବ, ସଦାଚାର ମାନି ଚଳିବ, ତେବେ ସିନା ସଂସାର ଲକ୍ଷ୍ମୀଶ୍ରୀ ମଣ୍ଡିତ ହୋଇ ଉଠିବ। ତୁମ ଭିତରୁ ଅନେକଙ୍କୁ ଦେଖେ ମୁଣ୍ଡଟା ଭଲ ରୂପେ କୁଣ୍ଡାଅନା, ସିନ୍ଥିରେ ସିନ୍ଦୁରଟା ରୀତିମତେ ଦିଅନା, କପାଳରେ ସିନ୍ଦୁର ଟୋପାଟା ଭଲ ରୂପେ ଲଗାଅନା, ଆଲୁ ବାଲୁ ଭାବରେ ଚଳପ୍ରଚଳ ହୁଅ। ତୁମକୁ ଦେଖି ପିଲାମାନଙ୍କର ଅଭ୍ୟାସ ମଧ୍ୟ ସେହିପରି ହୋଇଯାଏ। ଏହା କିନ୍ତୁ ଭଲ ନୁହେଁ। ସବୁ କାମ ମଧ୍ୟରେ ଦରକାର ସୌନ୍ଦର୍ଯ୍ୟ ଓ ଶୃଙ୍ଖଳା ବୋଧ। ପୂର୍ଣ୍ଣ ପ୍ରାଣରେ ଅନୁରାଗ ସହ ସବୁ କାମ କରିବ, ଚଳିବ, କଥା କହିବ, ନିଜ ନିଜର ବୈଶିଷ୍ଟ୍ୟ ଅକ୍ଷୁଣ୍ଣ ରଖି। ତାହେଲେ ଦେଖିବ ନାହିଁ ନାହିଁ, ହଁ ହଁ ଇତ୍ୟାଦି ଭାବ, ରୋଗବ୍ୟାଧି ସବୁ କମିଯିବ, ଦେହରେ ବଳ ଆସିବ, କାମରେ ଆନନ୍ଦ ପାଇବ। ସଂସାରରେ ଯାହା କରୁନା କାହିଁକି ତାହା ଆହୁରି ଭଲ କରି, ଆହୁରି ନିପୁଣ ଓ କ୍ଷିପ୍ର ଭାବରେ କିପରି ପାରିବ ସେ ବିଷୟରେ ମୁଣ୍ଡ ଖଟେଇବ ଏବଂ କାମରେ ମଧ୍ୟ ସେହିପରି କରିବ। ସୁସଙ୍ଗତ ଭାବରେ ମୁଣ୍ଡ ଖଟାଇ ଚିନ୍ତା କରିବାଟା ହିଁ ଧ୍ୟାନ। ଜଣକର ଚାଲିଚଳନ, କଥା କହିବା ରୀତି, କାମ କରିବାର ପଦ୍ଧତି ଦେଖି ହିଁ ବୁଝାଯାଏ ସେ ନାମ ଧ୍ୟାନ କରେ କି ନାହିଁ। ନିୟମିତ ଯେ ନାମ ଧ୍ୟାନ କରେ ତାର ସବୁ ଜିନିଷ ଦିନକୁ ଦିନ ସୁଷ୍ଠୁ ଓ ସୁନ୍ଦର ହୋଇ ଉଠିବ। ତୁମେ ହୁଏତ ରୋଷେଇ କର, ତୁମକୁ ଭାବିବାକୁ ହେବ ତୁମର ଆୟ ଉପାର୍ଜନ ମଧ୍ୟରେ ରନ୍ଧାଟା କିପରି ଆହୁରି ଭଲ ଭାବରେ କରିପାର। ଏଇ ଭଲ ରୂପେ ରୋଷେଇ କରିବା ମାଧ୍ୟମରେ କିନ୍ତୁ ଅନେକ ଦିଗ ଭାବିବାର ରହିଛି। ପ୍ରଥମ କଥା ହେଉଛି, ଯେଉଁମାନଙ୍କ ପାଇଁ ରୋଷେଇ କରୁଛ ସେଇମାନଙ୍କର ପ୍ରତ୍ୟେକଙ୍କ ରୁଚି କ'ଣ, ତାପରେ କାହାର ଦେହରେ କ'ଣ ଯାଏ, କେଉଁ ଋତୁରେ କେଉଁ ଜିନିଷ ବିଶେଷ ଭାବେ ଗ୍ରହଣୀୟ, ଗୋଟିଏ ଜିନିଷକୁ କିପରି ଭିନ୍ନ ଭିନ୍ନ ପ୍ରକାରେ ରନ୍ଧାଯାଇପାରେ ଇତ୍ୟାଦି। ଏଥିପାଇଁ ତୁମକୁ ଅନେକ କଥା ଜାଣିବାକୁ ହେବ। ଖାଦ୍ୟ ଦ୍ରବ୍ୟ ମଧ୍ୟରେ କେଉଁ ଜିନିଷର କି ଗୁଣାଗୁଣ, କେଉଁ ଅବସ୍ଥାରେ କି ଜିନିଷ ବିଶେଷ ଉପଯୋଗୀ, କେଉଁ ପାଖରେ ଶରୀର ଉପରେ କି ପ୍ରତିକ୍ରିୟା ହୁଏ ଏବଂ ତାର ପ୍ରତିବିଧାନ ବା କିପରି ହୁଏ। ସଂସାରରେ କାହାର ରୁଚି ବା ପସନ୍ଦ କ'ଣ, ଏସବୁ ସମ୍ବନ୍ଧରେ ତୁମକୁ ଅନୁସନ୍ଧିତ୍ସାର ସହିତ ସଚେତନ ହେବାକୁ ହେବ। ଆଲୋଚନା ପ୍ରସଙ୍ଗ ଦ୍ୱିତୀୟ ଖଣ୍ଡ। ଜୟଗୁରୁ। ଶୁଣିଲେ ତ ଠାକୁରଙ୍କର ବହୁତ ସୁନ୍ଦର କଥା। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 150 ବାଣୀ ଶୁଣିବା। ନାରୀର ନୀତି 150 ବାଣୀ। ଜୀବନ ନିୟନ୍ତ୍ରଣରେ ଜନନୀ ଓ ଶୈଶବ ଶିକ୍ଷା। ପୁଅକୁ ସତ ଶିକ୍ଷା, ସତ ଶାସନରେ
କେବେ ହେଲେ ଉପଯୁକ୍ତ ମଣିଷ କରାଯିବ ନାହିଁ, ଯାଇପାରେ ନା। ମା ଯଦି ତାହା ଜୀବନର ମୂଳଭିତ୍ତି ଗୁଡ଼ିକୁ ଉପଯୁକ୍ତ ରୂପେ ଅତୁଟ ରଖି ବିନ୍ୟସ୍ତ କରି ନ ଦିଏ, ତୁମେ ତୁମର ଶିଶୁକୁ ଯଦି ମଣିଷ କରିବାକୁ ଚାହଁ, ତାହାର ଦୋଷଗୁଡ଼ିକୁ ଉପଯୁକ୍ତ ରୂପେ ନିୟନ୍ତ୍ରିତ କର। 5ରୁ 10 ବର୍ଷ ମଧ୍ୟରେ ଯାହା କରିଦେବ ତୁମର ଶିଶୁକୁ, ତାହା ହିଁ ତାହାର ସମସ୍ତ ଜୀବନକୁ ନିୟନ୍ତ୍ରିତ କରିବ, ନିଶ୍ଚୟ ଜାଣ। ବାଣୀ ସଂଖ୍ୟା 150। ପୁଣି ଥରେ, ଜୀବନ ନିୟନ୍ତ୍ରଣରେ ଜନନୀ ଓ ଶୈଶବ ଶିକ୍ଷା। ପୁଅକୁ ସତ ଶିକ୍ଷା, ସତ ଶାସନରେ କେବେ ହେଲେ ଉପଯୁକ୍ତ ମଣିଷ କରାଯିବ ନାହିଁ, ଯାଇପାରେ ନା। ମା ଯଦି ତାହାର ଜୀବନର ମୂଳଭିତ୍ତି ଗୁଡ଼ିକୁ ଉପଯୁକ୍ତ ରୂପେ ଅତୁଟ କରି ବିନ୍ୟସ୍ତ କରି ନ ଦିଏ, ତୁମେ ତୁମର ଶିଶୁକୁ ଯଦି ମଣିଷ କରିବାକୁ ଚାହଁ, ତାହାର ଦୋଷଗୁଡ଼ିକୁ ଉପଯୁକ୍ତ ରୂପେ ନିୟନ୍ତ୍ରିତ କର। 5ରୁ 10 ବର୍ଷ ମଧ୍ୟରେ ଯାହା କରିଦେବ ତୁମର ଶିଶୁକୁ, ତାହା ହିଁ ତାହାର ସମସ୍ତ ଜୀବନକୁ ନିୟନ୍ତ୍ରିତ କରିବ, ନିଶ୍ଚୟ ଜାଣ। ବାଣୀ ସଂଖ୍ୟା 150। ଜୟ ଗୁରୁ। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ନିଜର ମତାମତ ଲେଖନ୍ତୁ। ଆମେ ଏହାର ପର ଭିଡ଼ିଓରେ ବାଣୀ 151 ଶୁଣିବା। ଏବେ ମୁଁ ରହୁଛି। ଜୟ ଗୁରୁ।